ଦିନେ ମୁଁ କମ୍ପାନୀରେ ବସିଛି ଖାଇସାରିକି ଜଣେ କଳା ହେଇକି ଲୋକ ଆସିଲା ଯେ କି ତାର ପିଲାର କିଡ଼ନୀ ଖରାପ କହିକି କହିଲା ମୋତେ ସହଯୋଗ କରନ୍ତୁ। କେଉଁଠି କରିଛି ନା ହସ୍ପିଟାଲରେ ଆଡ଼ମିସନ୍ ଅଛି। ମୁଁ ତାକୁ କହିଲି ନାଇଁ ଠିକ୍ ଅଛି, ଯଦି କରିପାରିବୁ ନା ଆମେ ତାର ଚିକିତ୍ସା କରିବା। କେଉଁଠି ଅଛି ତାର ଆଡ୍ରେସ୍ ଦିଏ। ନା ନାଇଁ ମୋତେ ଟିକେ ସହଯୋଗ କରିଦିଅନ୍ତୁ, ମୁଁ ଟ୍ରିଟମେଣ୍ଟ କରିଦେଇ। ମୁଁ ତାକୁ କହିଥିଲି ଯେ ଏମିତି ଭିକ ମାଗି କେତେ ପଇସା, ଯିଏ ଦେବ 5 ଟଙ୍କା 3 ଟଙ୍କା ଦେବ ତା ଦେହରେ କ'ଣ ଟ୍ରିଟମେଣ୍ଟ ହେବ। ତେଣୁ ତାକୁ ବସେଇ ବୁଝେଇବାରୁ ସେ ଖସି ଯିବାକୁ ବାହାରିଥିଲା। ତାର ଥାନା ଧମକ ଦେଇକି ପଚାରିବାରୁ କହିଲା ଯେ ଗୋଟେ ଗାଁରେ ତା ସ୍ତ୍ରୀ ପିଲାଙ୍କୁ ଛାଡ଼ିକି ଆସିଛି, ଆଉ ଭିକ ମାଗି ନେଇ ଗଲେ ଖାଇବେ। ତେଣୁ ତାକୁ ମୁଁ ସେ ଗାଁର ପରିବେଶ ବିଷୟରେ କିଛି କହିଲି ଯେଉଁଟାକି ତା ସ୍ତ୍ରୀ ପିଲା ଛୁଆଙ୍କ ପାଇଁ ଠିକ୍ ନଥିଲା। ତେଣୁ ସେ କଥା ଶୁଣିଲା, ତାପରେ ପରେ ସେ ଭାବିଲା ମୁଁ ଏଇଠୁ ଖସିକି ପଳେଇବି। ତାକୁ ମୁଁ ବୁଝେଇବା ପରେ ଯେ ନାଇଁ, କାମ କରିକି ତ ପିଲା ଛୁଆଙ୍କୁ ସୁଖରେ ରଖିପାରିବୁ, ଭିକ ମାଗିକି ନୁହେଁ। ବହୁତ ସମୟ ତା ପାଇଁ ସମୟ ଦେଲା ପରେ ସେ ବୁଝିଲା। ଆଉ ତାକୁ ମୁଁ କହିଲି ଯେ କାମ କରିବା ପାଇଁ। ସେ କହିଲା କାମ ମିଳୁନି। ମୁଁ ତାକୁ କହିଲି କାଲି ଆସିକି ପହଞ୍ଚ, କାମ ଏଇଠି ତୋତେ ମିଳିଯିବ। ତାପରେ ସେ ଲୋକ ଗଲା ଭାରି, କିଛି ଆର୍ଥିକ ସାହାଯ୍ୟ ନେଇକି ଗଲା। ତା ପରଦିନ ଆଉ ଫେରିଲାନି। କିଛି ଲୋକ ମୋ ପାଖରେ ଯିଏ ଶୁଣିଥିଲେ ମୋତେ ପଚାରିଲେ ଯେ ନାଇଁ ସେ ଲୋକ ଆସିଲା କି। ମୁଁ ତାଙ୍କୁ କହିଥିଲି ନାଇଁ, ବ୍ୟସ୍ତତା ଭିତରେ ଆଉ ସେ କଥା ବି ମୁଁ ଭୁଲି ଯାଇଛି। କିଛି ଦିନ ପରେ ଜଣେ ଲୋକ ଆସି ମୋତେ ଖୋଜିକି ଗଲା। ସେଇ ଲୋକମାନଙ୍କୁ ପଚାରିକି ଗଲା ଯେ ଆଜ୍ଞା ଅଛନ୍ତି କି ନାହିଁ। ସେମାନେ ମନା କରିଥିଲେ, ମୁଁ ଯେହେତୁ ନଥିଲି। ତାପରେ 15-20 ଦିନ ପରେ ସେ ଲୋକ ପୁଣି ଆସି ପହଞ୍ଚିଲା। ଆସି ପହଞ୍ଚିଲା ପରେ ମୋତେ ଗୋଡ଼ ଧରି ମୁଣ୍ଡିଆ ମାରିଲା। ଆଉ ହଠାତ୍ ଗୋଡ଼ ଧରି ନେଲା, ମୁଣ୍ଡିଆ ମାରିଲା। ମୁଁ ଚିହ୍ନି ପାରିଲି। ପଚାରିବାରୁ କହିଲା ଆଜ୍ଞା ମୋତେ ସେଦିନ ଆପଣ ବୁଝେଇଥିଲେ, ମୁଁ ଗଲି ଭାରି। ତା ପରଦିନ ଆଉ ଆସିପାରିଲିନି, କାରଣ ମୁଁ ଗୋଟେ ଆପଣଙ୍କ ପାଖକୁ ଆସିବା ଭିତରେ ଜଣେ ରିକ୍ସା ଯାଚିଲା। ମୁଁ ରିକ୍ସା ଚଲେଇକି ତାପରେ ଭଡ଼ା ଏତେ ପାଉଛି ଯେ ମୋତେ ଆଉ ସମୟ ମିଳୁନି ଆପଣଙ୍କୁ ଦେଖା କରିବା ପାଇଁ। ମୁଁ ଥରେ ମଝିରେ ଆସିଥିଲି, ଆପଣ ନଥିଲେ, ଫେରିକି ଯାଇଥିଲି। ଆଜି ଆପଣଙ୍କୁ ଦେଖା ହେଲା। ଆଉ ମୁଁ ସବୁଦିନ ଆସି ଦେଖା କরি। ମୁଁ ତାକୁ କହିଥିଲି ଯେ ମୋର ଉଦ୍ଦେଶ୍ୟ ନଥିଲା ଯେ ମୋତେ ଦେଖା କରିବା। ମୋର ଉଦ୍ଦେଶ୍ୟ ଥିଲା ତୁମେ କିଛି କାମ କରିକି ରୋଜଗାର କର, ପିଲା ଛୁଆ ସୁସ୍ଥରେ ରଖ। ନା ହଁ ଆଜ୍ଞା, ମୁଁ ଗୋଟେ ଭଡ଼ା ଘର ନେଇ ତାକୁ ପିଲା ଛୁଆଙ୍କୁ ରଖିଛି, ବହୁତ ଭଲରେ ଅଛି, ବହୁତ ଆନନ୍ଦରେ ଅଛି।